କୃଷ୍ଣଙ୍କ ଶାନ୍ତି ସନ୍ଧି ନେଇ କିଏ ଜାଣେ କେଉଁ କାରଣରୁ ଆସିଛି ହସ୍ତିନାକୁ ପାଣ୍ଡବଙ୍କ ଶାନ୍ତି ଦୂତ ହେଇ କିଏ ଜାଣେ ଜନପ୍ରିୟ କେଶବର ଛଳ ବାକ୍ୟ ଶୁଣି କି ବିଚାର କରିବେ ସମସ୍ତେ ସମସ୍ତେ ବା କିଏ ମହାମନ୍ତ୍ରୀ ବିଦୁରଙ୍କ ବ୍ୟତୀତ ସମସ୍ତ ଅଛନ୍ତି ଆମ ସପକ୍ଷ ପୁତ୍ର ଶୁଣ ମନ ଦେଇ କୃଷ୍ଣଙ୍କ ବକ୍ତବ୍ୟ ପରେ ଆଉ ମହାମନ୍ତ୍ରୀ ଆଲୋଚନା କରିବା ପୂର୍ବରୁ ଆରମ୍ଭ କରିବା ତମେ ଯୁକ୍ତି ଯୁକ୍ତିକୁ ଅବୈଧ ଅସାଧ୍ୟ ତାପରେ ଯଦି କର୍ଣ୍ଣପାତ ନ କରନ୍ତି ମହାମନ୍ତ୍ରୀ ତାହେଲେ ଆମେ କରିବା ବାସୁଦେବ ବନ୍ଦୀ କରିବା ନୁହେଁ ରାଜଧର୍ମ ରାଜଧର୍ମ ନୁହେଁ ଆମ ରାଜନୀତି ରାଜନୀତି ରାଜରକ୍ଷା ପାଇଁ ରାଷ୍ଟ୍ର ରକ୍ଷା ରାଜରକ୍ଷା ସାଥେ ଉତ୍ତର ଅଛି କି ସମ୍ପର୍କ ପୁତ୍ର କୃଷ୍ଣ ଖାଲି ଦୂତ ନୁହେଁ କୃଷ୍ଣ ଅଟେ ଅତ୍ୟନ୍ତ ମାୟା ଚାହିଁଲେ ସେ କରିପାରେ ଅବିଳମ୍ବେ ମାୟାର ରଚନା ତେଣୁ ଏପରି ଲୋକକୁ ବନ୍ଦୀ କରାଯିବା ନୁହେଁ ତଥାପି ମାତ୍ର एउटा ଧର୍ମ ରାଜନୀତି ମଧ୍ୟରେ ଧର୍ମାଧର୍ମ ନୀତିବାକ୍ୟ ସବୁ ଦୁର୍ବଳତା ମାତ୍ର ମନେ ରଖ ପୁତ୍ର ରାଷ୍ଟ୍ର ରକ୍ଷା ରାଜାଙ୍କ ଏକାନ୍ତ କର୍ତ୍ତବ୍ୟ ଏକମାତ୍ର ରାଜଧର୍ମ ଏକମାତ୍ର ଧ୍ରୁବ ସତ୍ୟ ରାଜକାର୍ଯ୍ୟ ଆରମ୍ଭ କରାଯାଉ କୃଷ୍ଣ କାହାନ୍ତି ମହାରାଜ ଭଗବାନ କୃଷ୍ଣ ଆସୁଛନ୍ତି ହସ୍ତିନା ସଭାକୁ ତାଙ୍କୁ ସ୍ୱାଗତ କରିବାର ଆଦରର ଭଗବାନ କିଏ ଦାଦାର ଦାସତ ପ୍ରଭୁ ଦୂତ ଧୀରବର ହତ୍ୟା ଅମୃତମର ଅନ୍ୟ ଦୂତ ଭାବେ ଆସିଛି ହସ୍ତିନାକୁ ଭିକ୍ଷା ପାଇଁ ଭିକ୍ଷା ପ୍ରାର୍ଥୀ ସମାନ ଦୂତକୁ ପୁରୁଷ ଭାବରେ ଭଗବାନ ସମ୍ବୋଧନ ମାନବୀୟ ଅପମାନ ସମଗ୍ର ସମାଜ ମହାମନ୍ତ୍ରୀ ସଂଯତ କରନ୍ତୁ ଆଜି ଶବ୍ଦ ବ୍ୟବହାର ଯୁବରାଜ ଏହା ମୋର ଅନୁଭୂତିର ପରିପ୍ରକାଶ ମାତ୍ର ବିଦ୍ରୋହଙ୍କର ମହାମନ୍ତ୍ରୀଙ୍କର ରାଜସଭା ମନ୍ତ୍ରୀ ବ୍ୟକ୍ତିଗତ ଚିନ୍ତା ଠାରୁ ରାଜଚିନ୍ତା ସଂସଦର ମନ୍ତ୍ରୀ ସାମାନ୍ୟ ଦୂତକୁ ଦୂତ ଭାବେ ସମ୍ବୋଧନ ଉଚିତ ତାଙ୍କର ଗୁରୁ ରଘୁବାସ ରାଜସଭା ଦିନ ସମ୍ମାନ ଗୁରୁଲୋକ ମତେ ଆবার ପୁଣି କୌଣସି ବ୍ୟକ୍ତିକୁ ରାଜସଭା ଦିଅ ସମ୍ମାନ ପଦବୀକୁ ପଦ ମର୍ଯ୍ୟାଦାକୁ ହେଇପାରେ ସେ କୃଷକ ସଂସଦର ସାଧୁ ସାଧୁ ପୁତ୍ର ସାଧୁ ତୁମ ଅସାଧ୍ୟ ଯୁକ୍ତିର ଏହିପରି ଧରି ରଖି ଯୁକ୍ତିମାନ ଚର୍ଚ୍ଚରିତ କରାଯାଇ ସମଗ୍ର ଯୁବରାଜଙ୍କ ଯୁବରାଜ ଦୂତ ବୋଲି ନ କହି ତାଙ୍କୁ ସମ୍ବୋଧନ କରାଯାଇପାରେ ବା ବାସୁଦେବ ନାମେ ସମ୍ବୋଧନ କରାଯାଉତେ ବାସୁଦେବ ନାମେ ମହାରାଜ ବାସୁଦେବ କୃଷ୍ଣ ଆସୁଛନ୍ତି ହସ୍ତିନା ସଭାକୁ ଶାନ୍ତି ବାର୍ତ୍ତା ନେଇ ତାଙ୍କୁ ସ୍ୱାଗତ କରିବା ସାଧାରଣ ଦୂତ ଭାବେ ହେବ ସମୁଚନ ନା ତାଠାରୁ ଅଧିକ ଗଲେ ମର୍ଯ୍ୟାଦା ରହିବ ନାହିଁ ହସ୍ତିନାପୁର କିନ୍ତୁ କୃଷ୍ଣଙ୍କର ବିଶ୍ରାମ ନେଇ ମହାରାଜା ନିଜେ ଆଲୋଚନ କରିଥିଲେ ରାଜକୀୟ ଆଦିତ୍ୟ ତାହାକୁ ଉପେକ୍ଷା କରି କୃଷ୍ଣ ଦେବେ ରହିଲେ ମନ୍ତ୍ରୀଙ୍କ କୁହେ ଅପମାନ ହେଲାନି କି ହସ୍ତିନା ସଭା କିଛି ଅପମାନ ବାକି ଅଛି ପାଇବାକୁ प्रणाम महाराज आसन ग्रहण करूँ ए पांडवर दूत हस्तिनार राज दरबारे कहबार जहाँ कहतु विस्तारी महाराज पांडवर शांति दूत आसी हस्तिना पांडव कौरव मध्य शांति सन्धि चुक्ति पाई बत करने
ଏହି ଶାନ୍ତି ଚୁକ୍ତି ପାଇଁ ଅଛି କିବା ସର୍ତ୍ତ ଯୁଧିଷ୍ଠିରଙ୍କର? କହିଛନ୍ତି ଯୁବରାଜ 13 ବର୍ଷ ବନବାସ ଯିବା ପୂର୍ବେ ଯାହା ଥିଲା ତାଙ୍କ ଅଧିକାର କୌରବଙ୍କ ସଭାରେ ଜାଣନ୍ତି ସେ ସେହି ଅଧିକାର। କୃତ ଧନ ଅଭୂତ ରାଜ୍ୟ କୃତ ଅଧିକାର ହୋଇକି ଦାବି କେହି ବିହବା ଜ୍ଞାନୀ ହଳ ହେ ପାଣ୍ଡବର ଦୂତ ଜ୍ଞାନୀ ହୋଇ ବୃଥାଦାରି କରୁଛ କେଉଁ ପାଇଁ? ମହାରାଜା ଯୁଧିଷ୍ଠିର ଦେଇଥିଲେ ଯୁବରାଜ ଅସମର୍ଥ ଯେ ରକ୍ଷା କରିବାରେ ଆପଣର ପଦ ଓ ମର୍ଯ୍ୟାଦା କେଉଁ ମୁଖେ ପୂର୍ବ ପଦ ଲାଗି କରିଛି। ସମସ୍ତେ ଜାଣନ୍ତି ତାହା କେଉଁ ଭାବେ ବଞ୍ଚିତ କରିଛ ତୁମେ ପଣ୍ଡୁପୁତ୍ରେ। ଯେମିତି ଖେଳରେ ସତ୍ୟ ରଖି ଆପଣ ସର୍ବସ୍ୱ ନିଜ କର୍ମ ଫଳେ ହୋଇଛନ୍ତି ପାଣ୍ଡବ ଅବହେଳେ। ସେଥିଲାଗି ଯାଇକି ବା କେବଳ କୌରବ ଆଉ ପାଣ୍ଡବ ତୁମର ବା ଦୁଗ୍ଧବଶ୍ୟ ଶିଶୁ। ପାଣ୍ଡବଙ୍କ ଦୁର୍ବଳତା ଥାଇପାରେ କିଛି, କିନ୍ତୁ ସର୍ତ୍ତ ଅନୁସାରେ 13 ବର୍ଷ ବନବାସ କରିଛନ୍ତି ଭୋଗ ସେ ସମସ୍ୟାଟା ହେଇଛି ଅଦୂତ। ମହାରାଜ ଏବେ ସେ ଚାହାନ୍ତି ପଣ୍ଡୁପୁତ୍ର ଭାବେ ପଣ୍ଡୁଙ୍କର ନ୍ୟାଯ୍ୟ ଅଧିକାର। ପାଣ୍ଡୁଙ୍କର ରାଜ୍ୟ ଅଭିଯାନ ପାଣ୍ଡୁପୁତ୍ରେ ପାଣ୍ଡୁପୁତ୍ର କିଏ କାହିଁ ପଞ୍ଚଭ୍ରାତା ମଧ୍ୟ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ସେ ତପନ୍ତି ଧର୍ମଙ୍କ ପୁତ୍ର ଧର୍ମପୁତ୍ର ନାମେ ଖ୍ୟାତ ସେ ସମସ୍ତ ଭୁବନେ ବିମତ ପବନ ନନ୍ଦନ ଆଉ କହିଲେ ତୁମ ସଖା ଅର୍ଜୁନ ସେ ତପନ୍ତି ଇନ୍ଦ୍ରଙ୍କ ନନ୍ଦନ। ଆଉ କିଛି କହିବାର ପ୍ରয়োଜନ ନାହିଁ ଦର୍ଶନ ବୁଝିଗଲି ତୁମର ଉଦ୍ଦେଶ୍ୟ। କୌଣସି ମତେ ବଞ୍ଚିତ କରିବାକୁ ଚାହଁ ତୁମେ ପଣ୍ଡୁପୁତ୍ର ନ୍ୟାଯ୍ୟ ଅଧିକାର। କିବା ଅଧିକାର କାହା ଅଧିକାର? ପଣ୍ଡୁଙ୍କର ପୁତ୍ର ଯଦି କେହି ନାହିଁ କିଏ ବା ପାଇବ ତାଙ୍କ ଅଧିକାର? ଆପଣ ବଂଶର ଅମର୍ଯାଦା କର ନାହିଁ ଯୁବରାଜ। ନୁହଁ କି ଏହା ସତ୍ୟ ମହାମନ୍ତ୍ରୀ? ଅବଶ୍ୟତା ସତ୍ୟ ଯୁବରାଜ। ସେହିପରି ଗୁରୁବଂଶ ଇତିହାସ ପଢି ପଚାର ପିତାଙ୍କୁ ପଚାର ମାତା ଅମ୍ବିକା ଓ ଅମାଳିକାଙ୍କ ଗର୍ଭୁ ବ୍ୟାସଙ୍କ ଅଳସରୁ ଜନ୍ମ ନେଲେ ଧୃତରାଷ୍ଟ୍ର ଏବଂ ପଣ୍ଡୁ କେଉଁ ଅଧିକାର ବଳେ ମହାରାଜ ବିଚିତ୍ର ବିଚିତ୍ର ସିଂହାସନ କଲ୍ୟାଣ ବନ୍ଦ କର। ଯୁବରାଜ ଏପରି ସମୟ ପଛକୁ କିଛି ହେବ। ଗୋ କୃଷ୍ଣ ସଂକ୍ଷେପରେ ପାଣ୍ଡବ ପୁତ୍ରୀ ଯୁଧିଷ୍ଠିରଙ୍କର ଏକମାତ୍ର ସତ୍ୟ ମହାରାଜ ଅର୍ଥରାଜ୍ୟ ପଣ୍ଡୁପୁତ୍ର ଦେଇ ବାକ୍ୟ ଅର୍ଥରାଜ୍ୟ କୌରବଙ୍କୁ କରନ୍ତୁ ପ୍ରଦାନ। ଯୁଧିଷ୍ଠିରଙ୍କର ଏକମାତ୍ର ସତ୍ୟ ତାହେଲେ ଅଗ୍ରହାତରେ ତାହା ରାଜ୍ୟ ବିଭାଗ ପାଇଁ ଷଡ଼ଯନ୍ତ୍ର କରୁଥିବା ଏହା ନିଶ୍ଚିତ କରନ୍ତି କହିବ ପାଣ୍ଡବେ ଗୁରୁ ଅର୍ଜୁନ ଭାଇ ଦ୍ରୌପଦୀ ପଞ୍ଚଭ୍ରାତା ଭାଗ ଭାଗ କରି ଭୋଗ କରୁଥିଲେ ନିଜ ଇଚ୍ଛା ମତେ ସତ୍ୟ ଆଖିବାକୁ ଚିତ୍ତ ଦଉ ସ୍ଥିର ବସକା କୁହନ୍ତୁ କେଶବ ଅନ୍ୟ କିଛି ଅଛି କି ପ୍ରାର୍ଥନା? ଅତ୍ୟନ୍ତ ବିନୟ ଭାବେ କହିଛନ୍ତି ଯୁବରାଜ ସତା କହିବ ଉଭୟ ଜ୍ୟେଷ୍ଠତା ଶାନ୍ତି ଆମେ ଚାହୁଁ ସର୍ବକ୍ଷରେ ଶାନ୍ତି ପାଇ କୌରବ ପାଣ୍ଡବ ହେଲେ ରାଜ ଚିରଦିନ ପାଇଁ ଲିଭିଯିବ ଭାତୃ ବିବାଦରେ ସେଥିପାଇଁ ଅନ୍ୟ ଏକ ପ୍ରସ୍ତାବ ଅବଶ୍ୟ ରହିଛି। କୁହନ୍ତୁ ଚଞ୍ଚଳ, ଆମେ ମଧ୍ୟ ଚାହୁଁ ଶାନ୍ତି, କିନ୍ତୁ ଅସମ୍ଭବ ସର୍ତ୍ତ ଥାଏ ଯଦି କିଛି। କରିଛନ୍ତି ଯୁବରାଜ ଜ୍ୟେଷ୍ଠ ପିତା ଯଦି ନ ହୁଅନ୍ତି ରାଜି ଦେବା ପାଇଁ ଅର୍ଥରାଜ୍ୟ ପାଣ୍ଡବଙ୍କ ଲାଗି ଆମ 5 ଭାଇ ପାଇଁ 5 ଖଣ୍ଡି ଗ୍ରାମ ଭିକ୍ଷା ଦେବେ ମଧ୍ୟ ସେଇଥିରେ ରହିବୁ ସନ୍ତୁଷ୍ଟ। ମାତ୍ର 5 ଖଣ୍ଡି ଗ୍ରାମ ଚାହିଁଛନ୍ତି ଯୁଧିଷ୍ଠିର ତା ପୁଣି ଭିକ୍ଷା ଭାବେ। ଦେବତନ୍ତୁ ଉତ୍ତମ କଥା ମହାରାଜ। ମୋ ମତରେ କୌରବର ବିଶାଳ ସାମ୍ରାଜ୍ୟ ମଧ୍ୟରୁ 5 ଖଣ୍ଡି ଗ୍ରାମ ମାତ୍ର ଦିଆଯାଇପାରେ। 5 ଖଣ୍ଡି ଗ୍ରାମ ମାତ୍ର ଭିକ୍ଷା ଭାବେ ଦିଆଯାଇପାରେ। କୁହ ଦୁର୍ଯ୍ୟୋଧନ, କିବା ତୁମ୍ଭ ଇଚ୍ଛା? নীরবে বসেছে কে পুত্র ভাবিছ কি মানে 5 খন্ডি গ্রাম পাই লড়িব কি ভাবি দেখো তোমার 5 খন্ডি গ্রাম আমি কৃষ্ণ যদি চাহান্তি তোমার সমস্ত নাগরিক সমস্ত বুঝিপারি হস্তিনা পালনাবস্ত ইন্দ্রপ্রস্থ বায়ুপ্রস্থ চমকপ্রস্থ ভয় 5 দিন করি যদি চাহান্তি কে সব তাহলে তুমি বঞ্চিত কি করে রহিব কেউটি তুমি কেউ রাজ্য করিব রাজত্ব মহারাজা বলাইব কেউ সাম্রাজ্য নীরবে বসিত
ଅଥବା କାହାର ପ୍ରତିଜ୍ଞା ମହାମନ୍ତ୍ରୀ ଦେଉଛନ୍ତି ବଦଳ ପୁସ୍ତକ ଗୁରୁଦେବ ବାସୁଦେବ କେଉଁ 5 ଖଣ୍ଡି ଗ୍ରାମ ମାଗିଛନ୍ତି ପ୍ରିୟ ଯୁଧିଷ୍ଠିର? ମହାମନ୍ତ୍ରୀ ପ୍ରଶ୍ନ ତମର ପାଣ୍ଡବ ଦୂତଙ୍କୁ ଯୋଉ 5 ଖଣ୍ଡି ଗ୍ରାମ ପାଇଲେ ପାଣ୍ଡବେ ସେଇ ଗ୍ରାମ ସବୁ ଅଧିବାସିତ ହେଇ ରହିବ ତ ଏ ରାଜ୍ୟର ରାଜ୍ୟରେ ଶାସନ ମାନି ଚଳିବେ ତ ପଣ୍ଡୁପୁତ୍ର କଣ ପ୍ରତିବର୍ଷ ଶେଷେ ଦେଇଯିବା ତାଙ୍କର କାର୍ଯ୍ୟକ୍ରମ ଯୁଧିଷ୍ଠିର ରାଜି କରିଥିଲେ। ଯୁବରାଜ ଯୁଧିଷ୍ଠିର ଚାହାନ୍ତି ତାଙ୍କର ସାର୍ବଭୌମ ଅଧିକାର ହେଉଟା ରାଜ୍ୟ ଅବା ଗ୍ରାମ ହସ୍ତିନାର ରାଜଶକ୍ତି କରିବାରେ ହସ୍ତକ୍ଷେପ ଦେବେ ତାଙ୍କ ସ୍ୱାଧୀନତା ଓ ସମ୍ଭବୟ ଜାଣୁନାହିଁ ତ ସାର୍ବଭୌମ କୁରୁ ରାଜ୍ୟ ଅବିଚ୍ଛିନ୍ନ ଅଖଣ୍ଡ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ କରି ସେହି ସାର୍ବଭୌମ କୁରୁ ରାଜ୍ୟ ବିଚ୍ଛିନ୍ନତାବାଦୀର ଉଦ୍ଭଟ ଚିନ୍ତାରେ ଯଦି ମୋତେ ବାଣ୍ଟିବାକୁ ହୁଏ ତାହେଲେ ତାକୁ ଭାଗ କରିବାକୁ ହବ ଏକ ସଙ୍ଗ ପଞ୍ଚବିଭାଗରେ। ତାହା କେବେ ହେବ କି ସମ୍ଭବ? ଏହା ଅସମ୍ଭବ ଯୁବରାଜ। ଯୁବରାଜଙ୍କ ଉକ୍ତି ଅତ୍ୟନ୍ତ ଯଥାର୍ଥ। ଗୁରୁ ରାଜ୍ୟ ଯଦି ଦେଇପାରେ 5 ଖଣ୍ଡି ଗ୍ରାମ ପାଣ୍ଡବଙ୍କ ପଞ୍ଚମାତା ନାମେ ତାହେଲେ କେଣ ପାଇବେ ତାଙ୍କ ଅଧିକାର ବରଂ 100 ବ୍ରାହ୍ମଣ। ଏହିପରି ଭାବ ଯଦି ହୋଇବ ହସ୍ତିନ ରାଜ୍ୟ ତାହାର ତେବେ ଅଧିପତି ହେବ। ସେ କଥା ଜାଣନ୍ତି ମହାରାଜ ଅବା ମନ୍ତ୍ରୀ ପରିଷଦ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗତ ବିକଳିସି সেই জন্মভূমি হল খণ্ড বিখণ্ডিত মূল বিবাদে হবনি তাহ একটা বা কৌরব অথবা পাণ্ডব রাজত্ব করে অবস্থানে কিন্তু মূল বিবাদে খণ্ড বিখণ্ডিত হবনি কেবে হস্তির সাম্রাজ্য। 5 ଖଣ୍ଡି ଗ୍ରାମ ଭିକ୍ଷା ମାଗିଛନ୍ତି ବୋଲି ହିରୁ ମନେ କରୁନାହିଁ ତାଙ୍କୁ ପାଣ୍ଡବ ଚାହିଁବେ ଯଦି ମୁହୂର୍ତ୍ତକ ମଧ୍ୟରେ ହସ୍ତିନାକୁ କରିବା ପାଣ୍ଡବଙ୍କ ଏତେ ଶକ୍ତି ଅଛି ଯଦି ତାହେଲେ ପିଲାଟି ଆସିବାଟାକୁ ଭିକ୍ଷାଟି ଭାବରେ ଆସିଥିଲି ଦେଖିବାକୁ କୌରବଙ୍କ ଅଭିପ୍ରାୟ ଯେଉଁ ମାତୃଭୂମିର ଗର୍ବରେ ବଞ୍ଚିତ କରୁଛ ତୁମେ ପାଣ୍ଡବଙ୍କ ଅଧିକାର ସେହି ମାତୃଭୂମି ଦିନ ହବ ତୁମ ରକ୍ତରେ ରଞ୍ଜିତ। ସେ ଆମର ଭାଗ୍ୟ ଜନ୍ମଭୂମି ପାଇଁ ବୀର ଗତି ପ୍ରାପ୍ତ ହେବ ତଥାପି ଆସିକିରି ତୁମ ପାଣ୍ଡବ ଦରବାରରେ ଭିକ୍ଷା ମାତ୍ର ଜାଣନା କି ଅର୍ଜୁନଙ୍କ ପରାକ୍ରମ ଯୁଦ୍ଧ କ୍ଷେତ୍ରରେ ଅବିଳମ୍ବେ ନାସିବେ ତୁମକୁ ଭୀମଙ୍କ ସମର କଥା ଅନେକ ବରିଷ୍ଠେ ଦରାଘାତ ଲୁଣ୍ଠିତ କରିବ ତୁମ ଯୁବରାଜ ଶିର। ଶାନ୍ତିରେ ଅସିତ ଠାକୁ ପୌରଙ୍କୁ ଯୁଦ୍ଧ ପାଇଁ ଆରମ୍ଭ ଯଦି ଏଟା ଯୁଦ୍ଧ ବସିନଥିଲା ପାଣ୍ଡବ ତାହେଲେ ଦ୍ରୌପଦୀର ପଣପତରେ ଲୁଚାଇ ତୁମକୁ ପଠାଇ ଦିଏ ଭିକ୍ଷା ମାତ୍ର ନେଇ। ଆସୁଛି ତେବେ ମହାରାଜ ଓଡ଼ି ଦେଖା ହବ କୌରବ ପାଣ୍ଡବର ଯୁଦ୍ଧ କ୍ଷେତ୍ରରେ ସେଇଦିନ ପ୍ରତିଶୋଧ ନେବେ ବୋଲି ହସ୍ତିନା ସଭାରେ ପୁତ୍ର ଯିବା ପାଇଁ ଦିଅ ନାହିଁ କୃଷ୍ଣଙ୍କୁ ଆସୁଛି ମହାରାଜ ଶୀଘ୍ର ମନ୍ଦି କୃଷ୍ଣଙ୍କୁ ଓଡ଼ି ଯିବା ଉଦ୍ଦେଶ୍ୟ କୃଷ୍ଣ ସମାଧାନ ଯାଉଛି ମନ୍ଦି କରୁଛେ।
ଆଜି ଆପଣ ହସ୍ତିନାର ଦରବାରେ ପଠାଇଲେ କୃଷ୍ଣ ବାସୁଦେବ। କିନ୍ତୁ ମୋ ପ୍ରିୟ ଘଟିଛି କି ଘଟଣା କିଛି କୌଣରେ କରିଅଛନ୍ତି ବନ୍ଦୀ କଷରେ ବନ୍ଦୀ ବାସୁଦେବ ତୁମକୁ ବନ୍ଦୀ କରିବା ଅନ୍ତେ ଯେଉଁ ରାଜସଭା ନାରୀର ଲକ୍ଷ୍ୟକୁ ଲୁଣ୍ଠନ କରିବାକୁ ପ୍ରତିବାଦ କରିବେ ସେଠାରେ ବିଚାର କରିବ କିଏ ନା ଅନ୍ୟାୟର। କୃଷ୍ଣକୁ ବନ୍ଦୀ କରିବା ଅସମ୍ଭବ ଅସମ୍ଭବତା ଦାସ ନେଇଛି ସମ୍ବାଦ ତୁରନ୍ତ ଏହାର ପ୍ରତିକାର ନ କଲେ ଖଣ୍ଡରୁ ହରାଇଲେ ଚିରଦିନ ପାଇଁ ପାଣ୍ଡବ ସମ୍ବାଦ କରୁଛି ଅନୁରୋଧ କରନ୍ତୁ ଏହାର ପ୍ରତିକାର ପାଞ୍ଚାଳି କୃଷ୍ଣ ଖାଲି ପାଣ୍ଡବର ସତ୍ତା ନୁହେଁ ପାଣ୍ଡବର ବନ୍ଧୁ ସିଏ ପାଣ୍ଡବର ଗୁରୁ ପାଣ୍ଡବ ସହିଯିବେ ଆପଣା ଲୋକମାନ ସିନା କିନ୍ତୁ ସରିବେ ପ୍ରଭୁଙ୍କର ଅପମାନ କେବେ ଏମିତି ବୋଧେ ଅବିଶ୍ୱାସ ମନେ ହୁଏ ଯଦି ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ ରଖି କହୁଛି ଶପଥ ନିଶ୍ଚୟ କରିବି ଯୁଦ୍ଧ କୌରବଙ୍କ ବିରୁଦ୍ଧରେ ଅବଶ୍ୟ କରିବ ଯୁଦ୍ଧ ଅବଶ୍ୟ କରିବ ଯୁଦ୍ଧ କିନ୍ତୁ ମନେ ଧର୍ମ ଯୁଦ୍ଧ ନାମେ କର ଯୁଦ୍ଧର ଘୋଷଣା ଜାଣନ୍ତୁ ସମଗ୍ର ବିଶ୍ୱରେ ଧର୍ମ ରକ୍ଷା ଲାଗି ତୁମେ ଧରିଅଛ ଅସ୍ତ୍ର